ଶୁଣିଲେ ସରକାର ମୋ ପାଖରେ ଅଛନ୍ତି। ମୋର ଜଣେ ସାଙ୍ଗ ସେ ବିଜେପିରେ ମଧ୍ୟ ପ୍ରମୁଖ ଥିଲେ। ଲୋକଙ୍କ ସୁଖ ଦୁଃଖକୁ ବୁଝିବା ଆଉ ସରକାର ପାଖରେ ଉପସ୍ଥାପନା କରିବେ। ବିଗତ ପୂର୍ବ ସମୟରେ ଅପରାଜିତା ଷଡ଼ଙ୍ଗୀ ପାଖରେ ଗୋଟେ ଅଭିଯୋଗ କରିଥିଲୁ ସମସ୍ତେ ଆମେ। ଆମ ମିଛମରାଠି ଗୋଟେ ଲାଇଟ୍ର ବ୍ୟବସ୍ଥା ଥିଲା, ସେ ସେମିତି ଅଭିଯୋଗ ନେଇ କୁହନ୍ତି। ମୁଁ ଗୋଟେ ପଚାରୁଛି ଯେ ବିଜେପି ସରକାର ଆସିଲା ପରେ ଚାଷୀମାନଙ୍କର ଉନ୍ନତି ହେଇଛି? କେତେ ଉନ୍ନତି ପାଇଲେ ଚାଷୀମାନେ? ଚାଷୀମାନେ 1000 ଟଙ୍କା ପ୍ଲସ୍ ଚାଷୀ ପାଇଲେ, ଏଥିପାଇଁ ଖୁସି ସମସ୍ତେ। କିନ୍ତୁ ଗୋଟିଏ ଦୁଃଖ ଲାଗୁଛି ସାଙ୍ଗ, ଆମ ପ୍ରତାପରୁଦ୍ରପୁର ପଞ୍ଚାୟତରେ 12ଗୋଟି ୱାର୍ଡ କିନ୍ତୁ ଯେତେବେଳେ ଜଏଣ୍ଟ ପ୍ରପର୍ଟି ଥିଲା ପ୍ରତାପପୁର ଗୋଟିଏ ପଞ୍ଚାୟତ 23ଟା ୱାର୍ଡ ଥିଲା, ଯେତେବେଳେ ଜୟଦେବ ଅଲଗା ହେଇଗଲା ତାଙ୍କର 11, ଆମର ହେଇଗଲା 12। ତାଙ୍କର 11 ୱାର୍ଡରୁ 4ଗୋଟି ୱାର୍ଡ ଆମ ପ୍ରତାପରୁଦ୍ରପୁର ପଞ୍ଚାୟତରେ ଅଛନ୍ତି। ସେମାନେ ଋଣ ନେବା ସହିତ ଧାନ ମଧ୍ୟ ଦଉଛନ୍ତି। ତାଦ୍ୱାରା ଆମର 12ଟା ୱାର୍ଡର ଚାଷୀମାନେ ସମସ୍ତେ ଉପକୃତ ପାଇପାରୁନାହାନ୍ତି। ଯଦି ପଞ୍ଚାୟତ ଅଲଗା କରାଗଲା, ତାଙ୍କର ୱାର୍ଡରୁ ଧାନ ବ୍ୟବସ୍ଥାଟାକୁ ତାଙ୍କ ମୌକଣ୍ଡା ସେବା ସମବାୟ ସମିତିରେ ସଂଯୋଗ ହେବା କଥା। ଯେହେତୁ ତାଙ୍କର ଯେତେବେଳେ ଆମ ୱାର୍ଡରେ ରହିଯାଉଛି ପଞ୍ଚାୟତରେ, ଏମାନେ ଆମ ପଞ୍ଚାୟତର ଚାଷୀ ଧାନ ଦେଇପାରୁନାହାନ୍ତି ବେଶୀ। ଯଦି ଦେବାକୁ ତାଙ୍କର କାହାର ଟୋକନ ଆସୁନି, କାହାର କାଟି ଦିଆଯାଉଛି, କରାଯାଉଛି। କି 4ଟା ୱାର୍ଡ ତାଙ୍କ ଜୟଦେବରେ ସଂଯୋଗ ହେଇଯାନ୍ତା, ତାହେଲେ ଆମ ପ୍ରତାପରୁଦ୍ରପୁର ଚାଷୀମାନେ ଉପକୃତ ପାଆନ୍ତେ। ଟିକେ ଆମର ସେବା ସମବାୟ ସମିତି ସମ୍ପାଦକ ଯିଏ ଅଛନ୍ତି, ସେ ନେଇ କାହିଁକି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଉନାହାନ୍ତି କାହିଁକି ନା ଏମାନେ ଯେଉଁ ଧାନ ଦେବା ଦ୍ୱାରା ଆମ ପଞ୍ଚାୟତର ଅଧିକାଂଶ ଚାଷୀ ରହିଯାଉଛନ୍ତି, କିଏ ତା ଦାୟିତ୍ୱ ନେଉନାହାନ୍ତି। କିନ୍ତୁ ଆମର ସେମାନେ ରହୁଛନ୍ତି ଜୟଦେବ ପଞ୍ଚାୟତରେ, ଭୋଟ ଦେଲେ ଜୟଦେବ ପଞ୍ଚାୟତରେ, ଧାନ ଦେଲେ ପ୍ରତାପରୁଦ୍ରପୁର ସେବା ସମବାୟ ସମିତିରେ, ତାଙ୍କର ସେବା ସମବାୟ ସମିତି ମୌକଣ୍ଡା ଥାଇ। କିନ୍ତୁ ଆମର ଯେଉଁମାନେ ଅଛନ୍ତି ୱାର୍ଡରେ ବାସିନ୍ଦା, ସେମାନେ ଛୋଟ ଚାଷୀ, ମଧ୍ୟବିତ୍ତ ଚାଷୀ, ବଡ଼ ଚାଷୀ ଆଦରୁ ଲାଭବାନ ବେଶୀ ହେଉନାହାନ୍ତି, ଯେହେତୁ 4ଟା ୱାର୍ଡ ରହିଯାଉଛି। ସେଥିପାଇଁ ତୁମେ ଏବେ ରାଜ୍ୟ ସରକାରଙ୍କୁ ଏ ଭିଡ଼ିଓ ମାଧ୍ୟମରେ କ'ଣ କହିବ? ସେମାନେ ଯେତେବେଳେ ଆସିକି ଏପଟେ ସବୁ ଦେଇଦେଉଛନ୍ତି, କାରଣ ଆମର କ'ଣ କି ଆମ ଲୋକ ପାଇପାରୁନାହାନ୍ତି, ଏପଟେ ମାନେ ଟୋକନ କିଛି ପାଇପାରୁନାହାନ୍ତି। ସେମାନେ ଯେଉଁ ଟୋକନ ଆଣୁଛନ୍ତି, ସେମାନେ କ'ଣ ପଇସା ପତ୍ର ଦେଇକି ଆଣୁଛନ୍ତି କି କେଉଁ ପ୍ରକାର କ'ଣ ଆଣୁଛନ୍ତି, ସେମାନେ କିନ୍ତୁ ଧାନ ସେମାନେ ଆଗ ଯାଉଛି। ଜୟଦେବ ପଞ୍ଚାୟତରେ ଯାଉଛି, ଆମର ରହିଯାଉଛି। ସେମାନେ ବୋଧେ କ'ଣ ପଇସା ପତ୍ର ଦେଇ କାରବାର କରୁଛନ୍ତି କି ଟୋକନ ନେଇଯାଉଛନ୍ତି କି କ'ଣ ଆମମାନେ ଜାଣିପାରୁନୁ। କାରଣ ଆମେ এই ବିଷୟରେ କହିବା ରାଜ୍ୟ ସରକାରଙ୍କୁ, ଯେହେତୁ ଜୟଦେବ ପଞ୍ଚାୟତର ଯେଉଁ 4ଟି ୱାର୍ଡ ଅଛନ୍ତି ଆମ ପ୍ରତାପରୁଦ୍ରପୁର ସେବା ସମବାୟ ସମିତିରେ ଧାନ ଦେଉଛନ୍ତି, ତାଙ୍କ 4ଟା ୱାର୍ଡର ଧାନ ତାଙ୍କ ଜୟଦେବ ଗ୍ରାମ ପଞ୍ଚାୟତ ମୌକଣ୍ଡା ସେବା ସମିତିରେ ଦିଅନ୍ତୁ। କାହିଁକିନା ଆମର ଦେବା ଦ୍ୱାରା ଆମର ଯେଉଁ 12ଗୋଟି ୱାର୍ଡ ରହୁଛି ପ୍ରତାପରୁଦ୍ରପୁର ପଞ୍ଚାୟତରେ, ସେ ପଞ୍ଚାୟତର ଚାଷୀ ଅଧିକାଂଶ ଧାନ ଦେଇପାରୁନାହାନ୍ତି। ଆଉ ଯେଉଁମାନେ ପଞ୍ଜୀକୃତ କରୁଛନ୍ତି, କାହାର ଟୋକନ ଆସୁନି, ଆଉ ଯେଉଁମାନଙ୍କର ଟୋକନ ଆସୁଛି ଧାନ ଟାର୍ଗେଟ କାଟି ଦିଆଯାଉଛି। ଯେତିକି ତାଙ୍କର ପଞ୍ଜୀକୃତ କରିଥିଲେ ଦେବା ପାଇଁ, ତାଠୁ କମିଯାଉଛି। ଏ ଭିଡ଼ିଓଟି ରାଜ୍ୟ ସରକାର ଦେଖନ୍ତୁ, ଯିଏକି ଜଣେ ଆମର ବିଜେପିର ପ୍ରମୁଖ ଅଛନ୍ତି, ଯାହାକି ପଞ୍ଚାୟତରେ କୁହାଯାଏ, ସେ ବି କହୁଛନ୍ତି ଯେ ଏ ବ୍ୟବସ୍ଥାଟା ପୂର୍ବ ସମୟରେ ଜୟଦେବ ପଞ୍ଚାୟତର ଯେଉଁ ଚାଷୀମାନେ ଦେଉଛନ୍ତି, ସେମାନଙ୍କର ତାଙ୍କ ପଞ୍ଚାୟତରେ ଆଟାଚ୍ କରାଯାଉ। ଆମ ପଞ୍ଚାୟତରେ ଯେଉଁ ଅଛନ୍ତି ପ୍ରତାପରୁଦ୍ରପୁର ସେବା ସମବାୟ ସମିତିରେ ଆଉ ଅଧିକରୁ ଅଧିକ ଆମ 12ଟା ଚାଷୀ ଦେଲେ ଆମେ ସମାଜସେବୀ ଖୁସି ହେବୁ। ଜୟ ଜଗନ୍ନାଥ।